ଖାରବେଳ ବାବୁ ଏଇ ବଜେଟ୍ को ଆପଣ କେମିତି ଦେଖୁଛନ୍ତି? ଗୋଟିଏ କଥା କୁହାଯାଉଛି ଓଡ଼ିଶା 20ଟା ଏମ୍ପି ଦେଇଛି, କିନ୍ତୁ ବିହାର ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଯେଭଳି ସ୍ପେଶାଲ ପ୍ୟାକେଜ କରାଗଲା ଓଡ଼ିଶା ପାଇଁ ସେମିତି କରାଗଲାନି। ଆପଣ ଆକୁ କେମିତି ଦେଖୁଛନ୍ତି? ସ୍ପେଶାଲ ପ୍ୟାକେଜ କରାଗଲାନି କିନ୍ତୁ କରାଯିବ, କାରଣ 6ଟି ରାଜ୍ୟକୁ ସେମାନେ ସ୍ପେଶାଲ ପ୍ୟାକେଜ ଦେବେ। ତା ଭିତରୁ ଆନ୍ଧ୍ରପ୍ରଦେଶ ବିହାର କେବଳ ନୁହେଁ, ଝାଡଖଣ୍ଡ ମଧ୍ୟ ସେଥିରେ ଅଛି, ଓଡ଼ିଶା ମଧ୍ୟ ସେଥିରେ ଅଛି। ତେଣୁ ସେମାନେ ଦେବେ ଏସବୁ ବିଷୟରେ, କାରଣ ନୀତି ଆୟୋଗର କହିବା ଅନୁସାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା କାହାକୁ ଦିଆଯିବ ନାହିଁ। କାରଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତାର ଅର୍ଥ ହେଉଛି ଯେ 90% ଅର୍ଥ କେନ୍ଦ୍ର ସରକାର ଦେବେ, ମାତ୍ର 10% ଅର୍ଥ ରାଜ୍ୟ ସରକାର ଦେବେ। ତେଣୁ ବର୍ତ୍ତମାନ ସେଇଟା ହବ ନାହିଁ, ସେଟା କାହାରିକି ଦିଆ ହଉନି। କାରଣ ଦିଆଗଲେ ସମସ୍ତେ କହିବେ, ସବୁ ରାଜ୍ୟ ମାନେ କହିବେ ଆମେ କିଛି ଦବୁନି, ସବୁ କେନ୍ଦ୍ର ଦବୁ। କିନ୍ତୁ ଯେମିତି ଆନ୍ଧ୍ରପ୍ରଦେଶ ଆଉ ବିହାର ପାଇଁ କି ଘୋଷଣା କରାଗଲା ଟଙ୍କା 26,000 କୋଟି ଟଙ୍କା, ବିହାର ପାଇଁ 15,000 କୋଟି ଟଙ୍କା, ଆନ୍ଧ୍ର ପାଇଁ, ତ ଓଡ଼ିଶା ପାଇଁ ସେଭଳି କିଛି କରାଯାଇ ପାରିଥାନ୍ତା କି? କାରଣ ନମ୍ବର ୱାନ୍ କରାଯାଇ ନାହିଁ ବୋଲି ଯେ ହବନି ତା ନୁହେଁ। ଓଡ଼ିଶାରେ ବର୍ତ୍ତମାନ ବିଜେପି ସରକାର ଅଛି, ସେମାନେ କହିବେ, ସେମାନେ କରିବେ, ମୋର ବିଶ୍ୱାସ ସେଟା ପୁଣି ପରେ ହବ। ବର୍ତ୍ତମାନ କଥା ହଉଛି କଣ କି ଯେ ବର୍ତ୍ତମାନ ବିଜେପିର ये जो चंद्रबाबू नायडू एवं नीतीश कुमारଙ୍କର ସହଯୋଗ ନିହାତି ଆବଶ୍ୟକ। ସେଥିପାଇଁ ସେମାନେ ବର୍ତ୍ତମାନ ଘୋଷଣା କଲେ ଓଡ଼ିଶାକୁ ସେମାନେ ନିଶ୍ଚୟ ଦେବେ, ମୋର ଏଥିରେ ପୂର୍ଣ୍ଣ ବିଶ୍ୱାସ ଅଛି। ତ ଆପଣ କଣ ଭାବୁଛନ୍ତି ଏଇ ଯୋଉ ପଲିଟିକାଲ ରିଜନରୁ ସେମାନଙ୍କୁ ଦିଆଗଲା ସରକାରକୁ ବଞ୍ଚେଇ ରଖିବା ପାଇଁ, ବା ସରକାରରେ ସ୍ଥିରତା ରହିବା ନିହାତି ଜରୁରୀ, ସେଇ ଦୃଷ୍ଟିକୋଣରୁ ଦିଆଗଲା? ନାଇଁ, ମୁଁ ସେମିତି ଭାବୁନି। କାରଣ ମୁଁ ଭାବୁଛି ଯେତେବେଳେ ତେଲେଙ୍ଗାନା ରାଜ୍ୟ ଅଲଗା ହେଇଗଲା, ସେତେବେଳେ କଂଗ୍ରେସ ସରକାର ଦିଲ୍ଲୀରେ ଥିଲା, ସେତେବେଳେ ସେମାନେ କହିଥିଲେ ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆମେ ଆନ୍ଧ୍ରପ୍ରଦେଶକୁ ଦବୁ। କାରଣ ଆନ୍ଧ୍ରପ୍ରଦେଶରୁ ହାଇଦ୍ରାବାଦ ଇତ୍ୟାଦି ଅଞ୍ଚଳ ସବୁ ଚାଲି ଯାଇଥିଲେ ତେଲେଙ୍ଗାନାକୁ। ଏବଂ ବିହାରରେ ମଧ୍ୟ ସେଇ ଧରଣର, ବିହାରଟା ଗୋଟେ ଗରିବ ରାଜ୍ୟ ବୋଲି ସବୁବେଳେ କୁହାଯାଏ। ଏପରିକି ଓଡ଼ିଶା ଠାରୁ ମଧ୍ୟ ଆହୁରି ଅଧିକ ଗରିବ ବୋଲି ତାକୁ ବି ଅନେକ ସମୟରେ କୁହାଯାଏ। ସେଥିପାଇଁ ସେଟା ହେଇନି। ସେମାନେ ସାହାଯ୍ୟ ଦେଇଛନ୍ତି ଏବଂ ମୋର ପୁରା ବିଶ୍ୱାସ ସେମାନେ ଓଡ଼ିଶାକୁ ନିଶ୍ଚିତ ଭାବରେ ସାହାଯ୍ୟ କରିବେ। ତ ଆପଣ କେମିତି ଦେଖୁଛନ୍ତି ପୁରା ବଜେଟକୁ ଖାରବେଳ ବାବୁ? ବଜେଟଟି ହେଉଛି ବହୁତ ଭଲ, କାରଣ ସେମାନେ କେବଳ 9ଟି ଦିଗ ଉପରେ ସେମାନେ ପ୍ରାଥମିକତା ଦେଇଛନ୍ତି। ଗୋଟେ ହେଉଛି କୃଷି, ଗୋଟେ ହେଉଛି ନିଯୁକ୍ତି, ଗୋଟେ ହେଉଛି ଅନ୍ତର୍ଭୁକ୍ତିମୂଳକ ବିକାଶ, ଉତ୍ପାଦନ ଓ ସେବା, ଏବଂ ନଗର ଉନ୍ନୟନ ଏବଂ ଗବେଷଣା। ଏଇଟା ହେଉଛି ଗୋଟେ ବହୁତ ବଡ଼ କଥା। ବିଦ୍ୟୁତ ଉତ୍ପାଦନ ଆଉ ଭିତ୍ତିଭୂମି ନିର୍ମାଣ। ୟା ଛଡ଼ା ସେମାନେ ଗୋଟେ ନେକ୍ସଟ ଜେନେରେସନ ରିଫର୍ମସ ବୋଲି ଯୋଉଟାକୁ କହୁଛନ୍ତି, ୟାର ଅର୍ଥ ହେଉଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେ କୃତ୍ରିମ ବୁଦ୍ଧିମତ୍ତା, ତାକୁ ସେମାନେ ଗୁରୁତ୍ୱ ଦେବେ। କାରଣ କୃତ୍ରିମ ବୁଦ୍ଧିମତ୍ତା ହେଉଛି ଗୋଟେ କଥା ଯୋଉଟା କି ଯେ ବର୍ତ୍ତମାନ ମଣିଷ କମ୍ପ୍ୟୁଟର ଜରିଆରେ ବା ଅନ୍ୟ ଜରିଆରେ ଯାହା କରୁଛି, କୃତ୍ରିମ ବୁଦ୍ଧିମତ୍ତା ଜରିଆରେ ତାର 10 ଗୁଣ ଅଧିକ କାର୍ଯ୍ୟ କରିପାରିବ। ତେଣୁ ଏଇ ଯୋଉ ଦିଗ ପ୍ରତି ଗୁରୁତ୍ୱ ଦିଆହଉଛି ଏବଂ ଗବେଷଣା ଉପରେ ବହୁତ ଗୁରୁତ୍ୱ ଦିଆହଉଛି, ସେଇଟା ମୁଁ ଆଶା କରୁଛି ଯେ ଇଏ ସରକାରର, କେନ୍ଦ୍ର ସରକାରର ସେଇଟା ହଉଛି ଗୋଟେ ବହୁତ ବଡ଼ କଥା। ୟା ଦ୍ୱାରା ଗୋଟେ ଯେକୌଣସି ରାଜ୍ୟ ମଧ୍ୟ ଉଠିବ ଏବଂ ସେଇଟା ଉଠିବ, ନିଶ୍ଚିତ ଭାବରେ ସେଇଟା ଉଠିବ। କାରଣ ଏଇ ଯୋଉ ଡିଜିଟାଲ ଇନୋଭେସନ ଯୋଉଟା କୁହନ୍ତି, ସେଇଟା ଏଥିରେ ଦିଆହେଇଛି ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ସେଥିପାଇଁ ବହୁତ ବେଶୀ ଗୁରୁତ୍ୱ ଦିଆହେଇଛି। ଏବଂ ପୃଥିବୀରେ ମଣିଷ ଯେତେ ଯାହା ଉଦ୍ଭାବନ କରିଛି, ତା ଭିତରୁ ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ବିଦ୍ୟୁତ। ବିଦ୍ୟୁତ ବିନା ଏ ସଂସାର ଚାଲିବନି। ତେଣୁ କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ଉତ୍ପାଦନ ଉପରେ ଯୋଉ ବଡ଼ ଗୁରୁତ୍ୱ ଦଉଛନ୍ତି ଏବଂ ତା ଭିତରୁ ଯୋଉ କେବଳ ଜଳ ବିଦ୍ୟୁତ ନୁହେଁ ବା କୋଇଲା ପୋଡ଼ିକି ବିଦ୍ୟୁତ ଉତ୍ପାଦନ କରିବା କଥା ନୁହେଁ, ସୌରଶକ୍ତି, ବାୟୁ ଶକ୍ତି, ଯୋଉଥିରୁ ଯାହା ଫଳରେ କି ବର୍ତ୍ତମାନ କୌଣସି ପୃଥିବୀରେ ପ୍ରଦୂଷଣ ବଢ଼ିବ ନାହିଁ,
से विषय जो कथा कहते सेटा ठीक कथा कहते एवं मु आशा करुच्ची या द्वारा भारत वर्ष गोटे बहुत विकसित राष्ट्र आगामी दिन मान पूर्वतन केंद्र मंत्री श्रीकांत जेना कहते जे आम ठारू आपण किछि नियंतु नाही किछि दियंतु नाही केंद्र सरकार को लक्ष लक्ष कोटी टंकार टिकस आम ठारू नौचंती बदल रे आमे सेमति किछि पाउनु भारत वर्ष रे सबठारू गरीब राज्य होचो आमे बेसी लोक दादन जाउचंती तेणु आमको गोटे स्पेशल पैकेज देवा निहाती जरूरी थिला नाई नाई स्पेशल पैकेज सेमि दिया समस्त कहबे हमको स्पेशल पैकेज दियो एवं स्पेशल पैकेज से देबे एवं मु ए विषय निश्चित भाव में जाने जे ओडिशा को से निश्चित भाव में देबे श्रीकांत बाबू सेमि गोटे कहउछन सेमि समस्त कहନ୍ତି जे हमको दियो यार किछि माने ना कांग्रेस थिला बेले सेमति करथला किंतु कांग्रेस रो मुख्य काम थिला केवल सब बांटीबा किंतु ये जो भित्तिभूमि निर्माण विद्युत उत्पादन जो रिस्किलिंग बोली जोटा कहा जाए जे युवक युवती मानू स्किल बा तांकर कौशल वृद्धि करबा ये होची गोटे बहुत बड़ कथा जोटा कि यही बजेट रे सेटा को बहुत गुरुत्व दिया जाइछि सेति पई मु आशा करूची जे केवल बांटीबा समस्त को पैसा देवा इटा गुरुत्वपूर्ण कथा नुहे जदि युवक आ महिला मानू मध्य तांकर स्किल डेवलपमेंट पाई मध्य एथिरे गोटे बहुत बड़ कथा कराइछि सेति पई मो धन्यवाद दूची जे जा हेले गोटे देश उपरକୁ उठिबो आज मोदी सरकार सेटा करबा को जाउछथि तो खणी रु जति रॉयल्टी पाउछु आमे से अनुसार बजेट रे कंपेनसेटेड होउनु बोली जो मत प्रकाश पाउची सेतरे आपनकर मत कोन खरड हो मु कहूची जे सबुठारु बेसी आयकर आसे बॉम्बे रु ताले कोन केवल विकास बॉम्बे रे हबो ओडिसा रे किछि हबोनी ए कथा को चिंता करू आमर खणी रु आसेला सेत पई आमे पाइबु पैसा आउ के पाइबेनी ये बड़ो ये यार यार किछि गोटे जुक्ति नै तेणु करी कि हां तेणु मु से पुणी कहू जे बॉम्बे रे सबुठारु बेसी आयकर हुए ता माने कोन केवल सब विकास बॉम्बे रे हबो ओडिसा रे किछि हबोनी कारण ओडिसा रे एते आयकर दिया होउनी ये गुड़िक खाली गोटे कहवा कथा तार अर्थ किसी ना